ଏବେ ଆସନ୍ତୁ ଆମେ ସମସ୍ତେ ଯୋସେଫଙ୍କର କାହାଣୀ ଆମେ ପୁରା ଗୋଟେ ଚଳଚ୍ଚିତ୍ର ଭାବରେ ଆମେ ଦେଖିବା। ସେହି ଯୋସେଫ ଇସ୍ରାଏଲର ଅର୍ଥାତ୍ ଯାକୁବର ବୃଦ୍ଧାବସ୍ଥାର ସନ୍ତାନ ହେବା ସକାଶୁ ଇସ୍ରାଏଲ ସମସ୍ତ ପୁତ୍ର ଠାରୁ ତାକୁ ଅଧିକ ସ୍ନେହ କଲେ। ନାନା ବର୍ଣ୍ଣର ଅଙ୍ଗରଖା ପ୍ରସ୍ତୁତ କରି ଦେଇଥିଲେ ପିତା ପ୍ରେମ କରିବାରୁ। ମାତ୍ର ପିତା ସମସ୍ତ ପୁତ୍ର ଅପେକ୍ଷା ଯୋସେଫକୁ ଅଧିକ ସ୍ନେହ କରିବାର ଦେଖି ତାହାର ଭାଇମାନେ ତାକୁ ଘୃଣା କଲେ ଓ ତାହା ପ୍ରତି ପ୍ରେମର କଥା କହିପାରିଲେ ନାହିଁ। ଏହି ଘୃଣା କେଉଁଠାରୁ ଆସିଲା? ଏହି ଘୃଣା କେବଳ ଶୈତାନ ଠାରୁ ଆସିଛି। ଆଉ ଆମେ ଏହି ପୃଥିବୀରେ ଅନେକ ଭାଇମାନଙ୍କ ମଧ୍ୟରେ ଘୃଣାର ଭାବ ଆମେ ଦେଖିପାରିଛୁ। ଯେପରିକି କଇନ ଆପଣା ଭାଇ ହେବଲକୁ ବଧ କରିପାରୁଛି ଏବଂ ସେହି ସ୍ଥାନରୁ ପଳାୟନ କରୁଛି, ଆମେ ତାହା ଦେଖିପାରୁଛୁ ହେବଲଙ୍କ ଜୀବନ। ଅନନ୍ତର ଯୋସେଫ ଗୋଟିଏ ସ୍ୱପ୍ନ ଦେଖି ଆପଣା ଭାଇମାନଙ୍କୁ କହିଲା। ଏଥିରେ ସେମାନେ ତାକୁ ଆହୁରି ଅଧିକ ଘୃଣା କରିବାକୁ ଲାଗିଲେ। ଏହା ଆଦ୍ୟରୁ ଆମେ ଦେଖୁଛୁ। କାରଣ ଯୋସେଫ ସେମାନଙ୍କୁ କହିଲା, ଦେଖ ଆମ୍ଭେମାନେ କ୍ଷେତରେ ବିଡ଼ା ବାନ୍ଧୁଥିଲୁ, ତହିଁରେ ଦେଖ ମୋହର ବିଡ଼ା ଉଠି ଛିଡ଼ା ହେଲା। ପୁଣି ଦେଖ ତୁମ୍ଭମାନଙ୍କ ବିଡ଼ା ସବୁ ମୋ ବିଡ଼ାକୁ ଚାରିଆଡ଼େ ଘେରି ପ୍ରଣାମ କଲା। ଏହି ସ୍ୱପ୍ନ ଯୋସେଫ ଦେଖିଲେ। ଯୋସେଫ ଆଉ ଗୋଟିଏ ସ୍ୱପ୍ନ ଦେଖି ଆପଣା ଭାଇମାନଙ୍କୁ ଜଣାଇ କହିଲା, ଦେଖ ସୂର୍ଯ୍ୟ ଚନ୍ଦ୍ର ଏକାଦଶ ନକ୍ଷତ୍ର ମୋତେ ପ୍ରଣାମ କରୁଅଛନ୍ତି। ଏହି କଥା ଶୁଣି ଭାଇମାନେ ଅଧିକ କ୍ରୋଧାନ୍ୱିତ ହେଲେ। କିନ୍ତୁ ଯୋସେଫର ପିତା ଯାକୁବ ଆପଣା ମନରେ ସେ କଥାକୁ ରଖିଲେ। ଯୋସେଫର ଭାତୃଗଣ ସିଖିମରେ ପଶୁପଲ ଚରାଉଥିଲେ। ସେତେବେଳେ ଇସ୍ରାଏଲ ତାହାକୁ କହିଲେ, ତୁମ୍ଭେ ଯାଇ ତୁମ୍ଭର ଭାତୃଗଣ ଓ ପଶୁପଲ ଭଲ ଅଛନ୍ତି କି ନାହିଁ ତାହା ଦେଖି ମୋ ନିକଟକୁ ସମ୍ବାଦ ଆଣ। ଏହି ରୂପେ ସେ ହିବ୍ରଣର ତଳଭୂମିରୁ ଯୋସେଫକୁ ପଠାନ୍ତେ ସେ ସିଖିମରେ ଉପସ୍ଥିତ ହେଲା। ଏହି ରୂପେ ଯୋସେଫ ଗଲା। ସେତେବେଳେ ଜଣେ ମନୁଷ୍ୟ ଯୋସେଫକୁ କ୍ଷେତରେ ଏଣେ ତେଣେ ଭ୍ରମଣ କରିବାର ଦେଖି ପଚାରିଲା, ତୁମ୍ଭେ କ'ଣ ଖୋଜୁଅଛ? ସେ କହିଲା, ମୋ ଭାଇମାନଙ୍କୁ ଖୋଜୁଅଛି। ସେମାନେ କେଉଁଠାରେ ପଶୁପଲ ଚରାଉଅଛନ୍ତି? ଅନୁଗ୍ରହ କରି ମୋତେ କୁହ। ଏହି କଥା ଯୋସେଫ ସେହି ଲୋକଙ୍କୁ ପଚାରିଲା। ମନୁଷ୍ୟ ଯୋସେଫଙ୍କୁ କହିଲା ଉତ୍ତାରେ। ଯୋସେଫ ଆପଣା ଭାଇମାନଙ୍କ ପଛେ ପଛେ ଯାଇ ଦୋଥନରେ ସେମାନଙ୍କର ଦେଖା ପାଇଲା। ଆଉ ଦୋଥନରେ ଯୋସେଫଙ୍କର ଭାଇମାନେ ପଶୁପଲ ଚରାଉଥିଲେ ତାହା ଯୋସେଫ ଦେଖିପାରିଲେ। ସେମାନେ ତାହାକୁ ଦୂରରୁ ଦେଖିଲେ। ପୁଣି ସେ ସେମାନଙ୍କ ନିକଟରେ ପହଞ୍ଚିବା ପୂର୍ବେ ସେମାନେ ତାକୁ ବଧ କରିବା ପାଇଁ ମନ୍ତ୍ରଣା କଲେ। ଏହା ଯୋସେଫଙ୍କ ନିମନ୍ତେ ଏକ ଦୁର୍ଦ୍ଦଶା ଥିଲା। ଭାଇମାନେ ତାକୁ ଧରି ଗର୍ତ୍ତ ମଧ୍ୟରେ ପକାଇଦେଲେ। ସେହି ଗର୍ତ୍ତ ଶୂନ୍ୟ, ତହିଁରେ ଜଳ ନଥିଲା। ତ ସେମାନେ ଭୋଜନ କରିବାକୁ ବସିଲେ। ସେମାନେ ଅନାଇ ଦେଖିଲେ ଯେ ଗିଲିୟଦରୁ ଏକ ଦଳ ଇସ୍ମାଏଲୀୟ ପଥିକ ଅଟ ଉପରେ ସୁଗନ୍ଧି ଦ୍ରବ୍ୟ ଓ ଗୁଗୁଳ ଓ ଗନ୍ଧରସ ଘେନି ମିଶର ଦେଶକୁ ଯାଉଅଛନ୍ତି। ସେତେବେଳେ ଯୁଦା ଭାଇମାନଙ୍କୁ କହିଲା, ଆମ୍ଭମାନଙ୍କ ଭାଇକି ବଧ କରି ତାହାର ରକ୍ତ ଗୋପନ କଲେ ଆମ୍ଭମାନଙ୍କର କ'ଣ ଲାଭ? ଆସ ଆମେମାନେ ତାକୁ ଇସ୍ମାଏଲ। ସେତେବେଳେ ସେମାନେ ଆପଣା ଭାଇ ଯୋସେଫଙ୍କୁ ଇସ୍ମାଏଲୀୟ ବଣିକମାନଙ୍କ ହସ୍ତରେ ବିକ୍ରୟ କଲେ। ଆଉ ଇସ୍ମାଏଲୀୟ ମାନେ ମିଶର ଦେଶକୁ ଯୋସେଫକୁ ନେଇ ଚାଲିଗଲେ। କାରଣ ସେ ଆମ୍ଭମାନଙ୍କ ଭ୍ରାତା ଓ ଆମ୍ଭମାନଙ୍କ ମାଂସ ସ୍ୱରୂପ। ତହିଁରେ ତାହାର ଭାଇମାନେ ସମ୍ମତ ହେଲେ ଏବଂ ଯୋସେଫଙ୍କୁ ସେମାନେ ଇସ୍ମାଏଲୀୟ ପଥିକ ମାନଙ୍କ ନିକଟରେ ବିକ୍ରୟ କରିଦେଲେ। ଆଉ ଯୋସେଫ ମିଶରକୁ ନିଆଗଲେ। ଯୋସେଫ ମିଶର ଦେଶକୁ ଅଣାଯାଆନ୍ତେ ଫାରୋଙ୍କର ଜଣେ ଭୃତ୍ୟ ଅର୍ଥାତ୍ ମିଶ୍ରୀୟ ପଟିଫର ନାମକ ରକ୍ଷକ ସେନାପତି ତାଙ୍କର ଆନୟନକାରୀ ଇସ୍ମାଏଲୀୟ ମାନଙ୍କ ଠାରୁ ଯୋସେଫଙ୍କୁ କିଣିଥିଲା। ମାତ୍ର ସଦାପ୍ରଭୁ ଯୋସେଫଙ୍କର ସହବର୍ତ୍ତୀ ଥିଲେ, ଏଣୁ ସେ ଭାଗ୍ୟବାନ ହେଲେ। ଆଉ ସେ ଆପଣା ମିଶ୍ରୀୟ କର୍ତ୍ତାର ଗୃହରେ ବାସ କଲେ। ଆଉ ସଦାପ୍ରଭୁ ଯୋସେଫଙ୍କର ସହବର୍ତ୍ତୀ ଥିଲେ। ଏହି ପ୍ରକାରେ ସେ ଯୋସେଫଙ୍କୁ ଆପଣା ଗୃହ ଓ ସର୍ବସ୍ୱର ଅଧ୍ୟକ୍ଷ କରିବା ଦିନଠାରୁ ସଦାପ୍ରଭୁ ଯୋସେଫଙ୍କ ଲାଗି ସେହି ମିଶ୍ରୀୟ ଲୋକର ଗୃହ ଉପରେ ଆଶୀର୍ବାଦ କଲେ। ପୁଣି ଗୃହ ଓ କ୍ଷେତ୍ରସ୍ଥିତ ସମସ୍ତ ସମ୍ପତ୍ତି ପ୍ରତି ସଦାପ୍ରଭୁଙ୍କର ଆଶୀର୍ବାଦ ବର୍ତ୍ତିଲା। ଯେହେତୁ ସେ ଯୋସେଫଙ୍କ ହସ୍ତରେ ଆପଣାର ସର୍ବସ୍ୱ ଏ ରୂପ ଭାର ଦେଲା। ଉକ୍ତ ଘଟଣା ଉତ୍ତାରେ ତାଙ୍କର ପ୍ରଭୁର ଭାର୍ଯ୍ୟ ଯୋସେଫଙ୍କ ଉପରେ ଦୃଷ୍ଟି ପକାଇବାକୁ ଲାଗିଲା। ତହୁ ତାଙ୍କୁ କହିଲା, ତୁମ୍ଭେ ମୋ ସଙ୍ଗେ ଶୟନ କର। ମାତ୍ର ଯୋସେଫ ଅସ୍ୱୀକାର କରି ଆପଣା ପ୍ରଭୁର ଭାର୍ଯ୍ୟକୁ କହିଲେ, ଦେଖ ଏ ଗୃହରେ ମୋ ଜିମା ଯାହା ଅଛି ମୋ ପ୍ରଭୁ ତହିଁର ତତ୍ତ୍ୱ ନିଅନ୍ତି ନାହିଁ। ସେ ମୋ ହସ୍ତରେ ଆପଣାର ସର୍ବସ୍ୱ ସମର୍ପଣ କରିଅଛନ୍ତି।
ଏହି ଗୃହରେ ମୋ ଠାରୁ ବଡ଼ କେହି ନାହିଁ। ତୁମ୍ଭେ ତାଙ୍କର ଭାର୍ଯ୍ୟ। ଏ ନିମନ୍ତେ କେବଳ ତୁମ୍ଭ ଛଡ଼ା ମୋ ପ୍ରତି ଆଉ କିଛି ମନା ନାହିଁ। ଏହେତୁ ମୁଁ କି ରୂପେ ଏଡ଼େ ବଡ଼ ଦୁଷ୍ଟତା ଓ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିପାରେ? ତଥାପି ସେ ସ୍ତ୍ରୀ ଦିନକୁ ଦିନ ଯୋସେଫଙ୍କୁ ଏପରି କହେ, ମାତ୍ର ଯୋସେଫ ତାହା ସଙ୍ଗେ ଶୟନ କରିବାକୁ କିମ୍ବା ତାହା ନିକଟରେ ରହିବାକୁ ସମ୍ମତ ହୁଅନ୍ତି ନାହିଁ। ଅନନ୍ତର ଦିନକରେ ଯୋସେଫ ନିଜ କାର୍ଯ୍ୟ ନିମନ୍ତେ ଗୃହ ଭିତରକୁ ଗଲେ। ପୁଣି ଗୃହର ଦାସ ମଧ୍ୟରୁ କେହି ସେଠାରେ ନଥିଲା। ତେଣୁ ସେ ଯୋସେଫଙ୍କର ବସ୍ତ୍ର ଧରି ମୋ ସଙ୍ଗେ ଶୟନ କର ବୋଲି ଟଣାଟଣି କଲା। ଯୋସେଫ ତାହା ହସ୍ତରେ ଆପଣା ବସ୍ତ୍ର ଛାଡ଼ି ବାହାରକୁ ପଳାଇଗଲେ। ସେତେବେଳେ ତୁମ୍ଭର ଦାସ ମୋ ପ୍ରତି ଏ ପ୍ରକାର ବ୍ୟବହାର କରିଅଛି। ଆପଣା ଭାର୍ଯ୍ୟାର ମୁଖରୁ ଏ କଥା ଶୁଣି ଯୋସେଫଙ୍କର ପ୍ରଭୁ କ୍ରୋଧରେ ପ୍ରଜ୍ୱଳିତ ହେଲା। ଆଉ ଯୋସେଫଙ୍କର ପ୍ରଭୁ ତାଙ୍କୁ ନେଇ କାରାବନ୍ଦୀମାନଙ୍କ ବାସସ୍ଥାନ କାରାଗାରରେ ରଖିଲା। ତ ଯୋସେଫ ସେହି କାରାଗାରରେ ରହିଲେ। ମାତ୍ର ସଦାପ୍ରଭୁ ଯୋସେଫଙ୍କର ସହବର୍ତ୍ତୀ ଥିଲେ। ପୁଣି ତାଙ୍କ ପ୍ରତି କୃପା ପ୍ରକାଶ କରି କାରାରକ୍ଷକର ଦୃଷ୍ଟିରେ ତାଙ୍କୁ ଅନୁଗ୍ରହର ପାତ୍ର କଲେ। ତହିଁରେ ସେହି କାରାରକ୍ଷକ ବନ୍ଦୀଶାଳା ସ୍ଥିତ ସମସ୍ତ ବନ୍ଦୀ ଲୋକଙ୍କ ଭାର ଯୋସେଫଙ୍କ ହସ୍ତରେ ସମର୍ପଣ କଲା। ପୁଣି ସେମାନେ ଯାହା କଲେ ସେହି ସକଳର କର୍ତ୍ତା ସେ ହେଲେ। କାରାରକ୍ଷକ ଯୋସେଫଙ୍କର ହସ୍ତଗତ କୌଣସି ବିଷୟରେ ଦୃଷ୍ଟିପାତ କଲା ନାହିଁ, କାରଣ ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ଥିଲେ। ପୁଣି ସେ ଯାହା କଲେ ସଦାପ୍ରଭୁ ତାହା ସିଦ୍ଧ କଲେ। ଏହିସବୁ ଘଟଣା ଉତ୍ତାରେ ମିଶ୍ରୀୟ ରାଜାଙ୍କର ପାନପାତ୍ର ବାହକ ଓ ସୁପକାର ଆପଣମାନଙ୍କର ପ୍ରଭୁ ମିଶ୍ରୀୟ ରାଜାଙ୍କର ପ୍ରତିକୂଳରେ ଅପରାଧ କଲେ। ତହିଁରେ ଫାରୋ ଆପଣାର ପ୍ରଧାନ ପାନପାତ୍ର ବାହକ ଓ ପ୍ରଧାନ ସୁପକାର ଏହି ଦୁଇ ଭୃତ୍ୟୁ ପ୍ରତି କ୍ରୁଦ୍ଧ ହେଲେ। ଆଉ ରକ୍ଷକ ସୈନ୍ୟାଧିପତିର ଯେଉଁ ବନ୍ଦୀ ଗୃହରେ ଯୋସେଫ ବନ୍ଦୀ ଥିଲେ, ସେଠାରେ ସେମାନଙ୍କୁ ବନ୍ଦୀ କରି ରଖିଲେ। ଅନନ୍ତର ମିଶ୍ରୀୟ ରାଜାଙ୍କର ସେହି କାରାବଦ୍ଧ ପାନପାତ୍ର ବାହକ ଓ ସୁପକାର ଦୁଇ ଜଣ ଏକ ରାତ୍ରିରେ ଦୁଇ ପ୍ରକାର ଅର୍ଥ ବିଶିଷ୍ଟ ଦୁଇ ସ୍ୱପ୍ନ ଦେଖିଲେ। ତହିଁରେ ଯୋସେଫ ପ୍ରଭାତରେ ସେମାନଙ୍କ ନିକଟକୁ ଆସିବା ବେଳେ ସେମାନଙ୍କୁ ବିଷଣ୍ଣ ଦେଖିଲେ। ତ ଫାରୋଙ୍କର ଯେଉଁ ଭୃତ୍ୟମାନେ ତାହାଙ୍କ ସହିତ ତାଙ୍କ ପ୍ରଭୁର କାରାଗାରରେ ବନ୍ଦ ଥିଲେ, ସେମାନଙ୍କୁ ସେ ପଚାରିଲେ, ଆଜି ତୁମମାନଙ୍କର ମୁଖ ବିଷଣ୍ଣ କାହିଁକି?